ଅଲିଉଡ ଜଗତରେ ଅତି ଦୁଃଖର ଖବର ପରଲୋକରେ ହ୍ୟୁମାନ ସାଗର। ଆଜ୍ଞା ହଁ, ଓଡିଶାର ସୁନାମଧନ୍ୟ ତଥା ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସରେ ତାଙ୍କର ଚିକିତ୍ସାରତ ଅବସ୍ଥାରେ ଦେହାନ୍ତ ହୋଇଛି। ଗତ କିଛି ଦିନ ହେବ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ରହିଥିଲା। ଲିଭର ଏବଂ କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ ହ୍ୟୁମାନ। ସେ ଶ୍ୱାସକ୍ରିୟା ଜନିତ ଅସୁବିଧା ଏବଂ ନିମୋନିଆ, ହେପାଟାଇଟିସ୍ ଏପରି ଅନ୍ୟ ଏକ ରୋଗରେ ପୀଡ଼ିତ ଥିଲେ। ତାଙ୍କୁ ଭେଣ୍ଟିଲେଟର ସହାୟତାରେ ରଖାଯାଇଥିଲା। ଡାକ୍ତରଙ୍କର ଶତ ଚେଷ୍ଟା ପରେ ମଧ୍ୟ ହ୍ୟୁମାନ ସାଗରଙ୍କର ଦେହାନ୍ତ ଘଟିଛି। ଓଡ଼ିଆ ଚଳଚ୍ଚିତ୍ର ଏବଂ ଆଲବମକୁ ବହୁ ରୋମାଣ୍ଟିକ ଗୀତ ଭେଟି ଦେଇଥିଲେ ହ୍ୟୁମାନ ସାଗର ଏବଂ ଘରେ ଘରେ ମଧ୍ୟ ପରିଚିତ। ହ୍ୟୁମାନ ସାଗରଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପାଇଁ ମଧ୍ୟ ଲକ୍ଷ ଲକ୍ଷ ଫ୍ୟାନ୍ସ ମାନେ ମଧ୍ୟ ପ୍ରାର୍ଥନା କରିଥିଲେ ଭଗବାନଙ୍କ ନିକଟରେ। ଅଧିକ ଚିକିତ୍ସା ଲାଗି ତାଙ୍କୁ ରାଜ୍ୟ ବାହାରକୁ ନେବା ପାଇଁ ମଧ୍ୟ ଯୋଜନା ରଖାଯାଇଥିଲା। ଏଥିପାଇଁ ରାଜ୍ୟ ସରକାରଙ୍କୁ ସହାୟତା କରିବାକୁ ଅନୁରୋଧ କରିଥିଲେ ତାଙ୍କର ସ୍ତ୍ରୀ ଏବଂ ମା। ପୂର୍ବରୁ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ମଧ୍ୟ ଏମ୍ସରେ ଚିକିତ୍ସିତ ହୋଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ସଂକଟାପନ୍ନ ରହିଛି। ଗତକାଲି ତାଙ୍କର ପତ୍ନୀ ସ୍ନେହାଙ୍କର ସୂଚନା ଅନୁଯାୟୀ 24 ଘଣ୍ଟାରେ ହ୍ୟୁମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ସୁଧାର ଆସିନଥିଲା। ସ୍ୱାସ୍ଥ୍ୟ ଅବସ୍ଥା ନେଇ ଡାକ୍ତରଙ୍କ ସହିତ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କିଛି ଦିନ ତଳେ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ହ୍ୟୁମାନ ସାଗରଙ୍କର ଗୁରୁତର ହୋଇଥିଲା। ଫଳରେ ଭୁବନେଶ୍ୱର ଏମ୍ସ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଲିଭର ଖରାପ ହୋଇଥିବା ବେଳେ କିଡନୀ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ସେ ଗତ କିଛି ସପ୍ତାହ ହେଲା କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ। ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତରଣ କରାଯାଇଥିଲା। ବର୍ତ୍ତମାନ ସମୟରେ ହ୍ୟୁମାନଙ୍କର ପରଲୋକ ଘଟିଛି। ଓଲିଉଡ ଜଗତକୁ ଲାଗିଛି ଏକ ଶକ୍ତ ଝଟକା।